ପିଲାମାନେ ଆମେ ଦଶମ ଶ୍ରେଣୀ ଅର୍ଥନୀତିର ପ୍ରଥମ ବିଷୟ ଆର୍ଥନୈତିକ ବିକାଶ ବିଷୟଟି ପଢ଼ୁଥିଲେ। ଆଜି ଆମେ ପଢ଼ିବା ନୂତନ ଆର୍ଥିକ ନୀତି। ଆମ ଦେଶ ସ୍ୱାଧୀନତା ପରଠାରୁ ମିଶ୍ର ଅର୍ଥନୀତି ଅନୁସରଣ କରୁଥିଲା, ଯେଉଁଥିରେ କି ସରକାରୀ ଅନୁଷ୍ଠାନ ରହିବ ଏବଂ ଘରୋଇ ଅନୁଷ୍ଠାନ ମଧ୍ୟ ରହିପାରିବ। କିନ୍ତୁ ଦେଶର ଅବସ୍ଥା କିଛି ଖରାପ ହୋଇଗଲା। ଧୀରେ ଧୀରେ ଆମର ଖର୍ଚ୍ଚ କରିବା ପାଇଁ କାପାସିଟି କେବଳ 11 ଦିନର ଥିଲା, ଯାହାଫଳରେ ସେ ସମୟର ଅର୍ଥମନ୍ତ୍ରୀ ଯିଏ ଥିଲେ, ଯିଏକି ଡକ୍ଟର ମନମୋହନ ସିଂ, ତାଙ୍କ ଅନୁସାରେ ବା ତାଙ୍କ ଅଧ୍ୟକ୍ଷତାରେ କିଛି ନୂଆ ଆର୍ଥିକ ନୀତି ଅନୁସରଣ କଲା ଭାରତ 1991 ମସିହା ପରଠାରୁ। କ'ଣ ସେ ଥିଲା? 1991 ମସିହା ପରଠାରୁ ଭାରତରେ ଏକ ନୂତନ ଆର୍ଥିକ ନୀତି ପ୍ରଣୟନ କରାଯାଇଥିଲା। ସେହି ଅନୁସାରେ 3ଟି ବିଭିନ୍ନ ପ୍ରକାର ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଏବଂ 3ଟି ମୁଖ୍ୟ ବୈଶିଷ୍ଟ୍ୟ ଥିଲା ଏହି ଯେଉଁ ନୂତନ ଆର୍ଥିକ ନୀତିର। କ'ଣ? ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ। ଲେଖ ନୂତନ ଆର୍ଥିକ ନୀତି। ଫାର୍ଷ୍ଟ ପଏଣ୍ଟ ଲେଖିବ 1991 ମସିହା ପରଠାରୁ ଭାରତରେ ଏକ ନୂତନ ଆର୍ଥିକ ନୀତି ପ୍ରଣୟନ କରାଯାଇଥିଲା, ଯେଉଁ ନୀତି ଅନୁସାରେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନେକ୍ସଟ ପଏଣ୍ଟ, ଏହି ଆର୍ଥିକ ନୀତିର 3ଟି ମୁଖ୍ୟ ବୈଶିଷ୍ଟ୍ୟ ରହିଛି, ଯାହା ହେଲା ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ। ଉଦାରୀକରଣ ଅର୍ଥାତ୍ ଆମ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଘରୋଇ କମ୍ପାନୀ ରହିଲେ, ସେସବୁ ପ୍ରତି ଟ୍ୟାକ୍ସ କୋହଳ କରାଯିବ ଏବଂ ନୂଆ କମ୍ପାନୀ ଖୋଲିବା ପାଇଁ ଯେଉଁ ରୁଲ୍ ରେଗୁଲେସନ୍ ଥିଲା, ତାକୁ ଟିକେ କୋହଳ କରାଯିବ। ଘରୋଇକରଣ ଅଧିକାଂଶ କ୍ଷେତ୍ରରେ ସରକାରୀ ଯେଉଁ କ୍ଷେତ୍ରରେ କେବଳ ସରକାରୀ କମ୍ପାନୀ ଥିଲା, ସେହି କ୍ଷେତ୍ରରେ ମଧ୍ୟ ଘରୋଇ କମ୍ପାନୀକୁ ଅନୁମତି ଦିଆଯିବ କାର୍ଯ୍ୟ କରିବା ପାଇଁ। ଏବଂ ଜଗତୀକରଣ, ବାହାରର କମ୍ପାନୀ, ପ୍ରାଇଭେଟ୍ କମ୍ପାନୀ, ଘରୋଇ କମ୍ପାନୀ, ତାକୁ ମଧ୍ୟ ଭାରତରେ ତାଙ୍କ ସଂସ୍ଥା ବା ତାଙ୍କ ବ୍ରାଞ୍ଚ ଖୋଲିବା ପାଇଁ, ଶାଖା ଖୋଲିବା ପାଇଁ ଅନୁମତି ଦିଆଯିବ। ନେକ୍ସଟ ଆମେ ଆଗକୁ ଯିବା। ସ୍ୱାଧୀନତା ପ୍ରାପ୍ତି ପରଠାରୁ ଭାରତ ମିଶ୍ର ଅର୍ଥନୀତି ବ୍ୟବସ୍ଥା ଅନୁସରଣ କରୁଥିଲା। ଇଏ ବି ଗୋଟେ ପଏଣ୍ଟ ଲେଖିପାରିବ। 7 ପଏଣ୍ଟ ଲେଖିବ ଯେ ସ୍ୱାଧୀନତା ପ୍ରାପ୍ତି ପରଠାରୁ ଭାରତ ମିଶ୍ର ଅର୍ଥନୀତି ଅବସ୍ଥା ଅନୁସରଣ କରିଥିଲା। ସେଥିରେ ଲେଖିବ ଏହି ଅବସ୍ଥା ଅନୁଯାୟୀ ଦେଶର ଶିଳ୍ପ କ୍ଷେତ୍ରରେ ଉଭୟ ସରକାରୀ ଓ ଘରୋଇ ପ୍ରତିଷ୍ଠାନ ପରସ୍ପର ମଧ୍ୟରେ ସହଯୋଗ ରଖିବା ସହିତ ଦେଶର ଆର୍ଥିକ ପ୍ରଗତି ପାଇଁ ମିଳିମିଶି କାର୍ଯ୍ୟ କରୁଥିଲେ। ତେଣୁ ଆମ ଦେଶର ଶିଳ୍ପ କ୍ଷେତ୍ରରେ ଭଲ ବିକାଶ ହୋଇଥିଲା, ଉଲ୍ଲେଖନୀୟ ସଫଳ ମଧ୍ୟ ଦେଶ ପାଇଥିଲା। 1948ରୁ 1990, ନେକ୍ସଟ ପଏଣ୍ଟ, 1948ରୁ 1990 ମସିହା ମଧ୍ୟରେ ଦେଶର ଶିଳ୍ପ କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସ୍ଥାପିତ ହେବା ସହିତ ବୈଜ୍ଞାନିକ ଓ ଔଦ୍ୟୋଗିକ କ୍ଷେତ୍ରରେ ପ୍ରସ୍ତୁତ ସଫଳତା ମିଳିଥିଲା। ବୈଜ୍ଞାନିକ କ୍ଷେତ୍ରରେ ମିଳିଥିଲା ଏବଂ ଔଦ୍ୟୋଗିକ ଅର୍ଥାତ୍ କମ୍ପାନୀ କ୍ଷେତ୍ରରେ ମଧ୍ୟ ସଫଳତା ଆମକୁ ମିଳିଥିଲା। ସେହି ସମୟରେ ଦେଶରେ ମୋଟ ଆଭ୍ୟନ୍ତରୀଣ ଉତ୍ପନ୍ନ ଦ୍ରବ୍ୟରେ କୃଷି ତଥା ପ୍ରାଥମିକ କ୍ଷେତ୍ରର ଅବଦାନ ହ୍ରାସ ପାଇ ଶିଳ୍ପ ଓ ଅନ୍ୟାନ୍ୟ ସେବା କ୍ଷେତ୍ରର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଲା। ଦେଖ, ଯେଉଁ ଦେଶ ବିକଶିତ ଦେଶ, ସେହି ଦେଶମାନଙ୍କରେ କୃଷିର ଅବଦାନ କମ୍ ରହେ ଏବଂ ଶିଳ୍ପ ସେବା କ୍ଷେତ୍ରର ଅବଦାନ ଅଧିକ ରହେ। କିନ୍ତୁ ଆମ ଦେଶର କୃଷି କ୍ଷେତ୍ରରେ ଅବଦାନ ଅଧିକ ଥିଲା, ଧୀରେ ଧୀରେ କମିବାରେ ଲାଗିଲା। ତେଣୁ ଆମ ଦେଶ ମଧ୍ୟ ବିକଶିତ ଦେଶ ଆଡ଼କୁ ଗତି କରୁଥିଲା। କିନ୍ତୁ ଏହା ସହିତ କିଛି ବିଫଳତା ମଧ୍ୟ ଦେଖା ଦେଇଥିଲା, ଯେପରିକି ଉଦାହରଣ ସ୍ୱରୂପ ଘରୋଇ ମାଲିକାନାର ଉଦ୍ୟୋଗ କ୍ଷେତ୍ରରେ ମାତ୍ରାଧିକ ସରକାରଙ୍କ ନିୟନ୍ତ୍ରଣ ରହିଲା। ସରକାରଙ୍କ ନିୟନ୍ତ୍ରଣ ଟିକେ ଘରୋଇ କମ୍ପାନୀର ଅଧିକ ରହିଲା। ଦେଶର ଶିଳ୍ପ ବିକାଶରେ ଆଶା ଅନୁସାରେ ଉନ୍ନତି ହୋଇପାରିଲା ନାହିଁ। ମାନେ ଘରୋଇ କମ୍ପାନୀମାନଙ୍କୁ ନିଜ ଅନୁସାରେ କାମ କରିବାକୁ ଦିଆଯାଉ ନଥିଲା, ସରକାରଙ୍କ କଣ୍ଟ୍ରୋଲ ବେଶୀ ଥିଲା ଏବଂ କେତେକ କ୍ଷେତ୍ରରେ ସରକାରୀ ଉଦ୍ୟୋଗଗୁଡ଼ିକର ଦକ୍ଷତା କମିବା ସହ କ୍ଷତିର ପରିମାଣ ମଧ୍ୟ ବୃଦ୍ଧି ପାଇଲା। ଯେଉଁ ସରକାରୀ ଉଦ୍ୟୋଗ ଥିଲା,
ସେଥିରେ ଲାଭ ଯାହା ହେଉଥିଲା କ୍ଷତି କିନ୍ତୁ ଦିନକୁ ଦିନ ବଢ଼ି ଚାଲିଲା। ଲାଭର ପରିମାଣ କମି କମି ଚାଲିଲା। ଯେମିତିକି ଆମର ଥିଲା ଏୟାର ଇଣ୍ଡିଆ, ଯାହାକିର ଲସ୍ ବହୁତ ଅଧିକ ହୋଇଯାଇଥିଲା। ପାଖାପାଖି 25,000 କୋଟି ଲସ୍ ପ୍ରତିବର୍ଷ କରୁଥିଲା। ତେଣୁକରି ସରକାର ସେ ଯେଉଁ ଏୟାର ଇଣ୍ଡିଆ କମ୍ପାନୀକୁ ଟାଟା କମ୍ପାନୀକୁ ବିକିଦେଲେ। ଦେଶର ଆର୍ଥିକ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଥିଲା, ଯାହାଫଳରେ କି ଦେଶର ପ୍ରଗତିରେ ଆମର କ'ଣ ହେଲା, ବାଧା ସୃଷ୍ଟି ହେଲା। ସେହି ସମୟରେ ଦେଶର ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ହେବା ସହିତ ସଙ୍କଟଜନକ ପରିସ୍ଥିତିକୁ ଚାଲିଗଲା। ଦେଶର ଗଚ୍ଛିତ, ଏଠି ଲେଖିଛି ଆମର, ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରାର ପରିମାଣ ଦ୍ରୁତ ଗତିରେ ହ୍ରାସ ପାଇଲା। ବୈଦେଶିକ ମୁଦ୍ରା କ'ଣ ହେବ, ଆମେ ଯେତେବେଳେ ବାହାରୁ କୌଣସି ଆମେ ପେଟ୍ରୋଲିୟମ ମଗାଉଛେ ବା କୌଣସି ଜିନିଷ ବାହାରୁ ଇମ୍ପୋର୍ଟ କରୁଛେ, ସୁନା ଏକ ଇମ୍ପୋର୍ଟ କରୁଛେ, ସେସବୁ ପାଇଁ ବୈଦେଶିକ ମୁଦ୍ରା ଆବଶ୍ୟକ। ଏହି ବୈଦେଶିକ ମୁଦ୍ରା ହ୍ରାସ ପାଇବାକୁ ଲାଗିଲା, ଅର୍ଥାତ୍ ଆମର ଖର୍ଚ୍ଚ କରିବାର କାପାସିଟି କମିବାକୁ ଲାଗିଲା। ନେକ୍ସଟ ଦେଖିବା। ନେକ୍ସଟ, ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ସରକାରୀ କର୍ମଚାରୀ, ଯେଉଁ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ ଅଛନ୍ତି, ଯେଉଁଟାକୁ ଆମେ କହୁଛେ ସିକ୍ୟୁର ଜବ୍, ଯେଉଁଥିରେ ଦରମା କଟିବାର ଚାନ୍ସ ନାହିଁ, ସେ ସମୟରେ ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ସରକାର କ'ଣ ହେଲେ, ଅକ୍ଷମ ହୋଇପାରିଲେ ଏବଂ ସରକାର ବାଧ୍ୟ ହୋଇ ଆମର ଯେଉଁ ଗଚ୍ଛିତ ସୁନାକୁ ବ୍ୟାଙ୍କ ଅଫ୍ ଲଣ୍ଡନରେ ବନ୍ଧା ପକାଇ ଋଣ ଆଣି ଦେଶ ଚଳାଇବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆମର ଯେଉଁ ଗଚ୍ଛିତ ସୁନା ଥିଲା ବ୍ୟାଙ୍କରେ, ଯେଉଁ RBIରେ, ତାକୁ ବ୍ୟାଙ୍କ ଅଫ୍ ଲଣ୍ଡନରେ ବନ୍ଧା ପକାଇ ପଇସା ଆଣି ଚଳାଇବାକୁ ପଡ଼ିଲା। ସେତେବେଳେ ଜାତୀୟ ଆୟ ବୃଦ୍ଧିର ପରିମାଣ ମାତ୍ର, ନୋଟ୍ ବନେଇ ଲେଖିବ, ସଙ୍କଟ ସମୟରେ 1991 ମସିହା ବେଳକୁ ଆମ ଦେଶର ଜାତୀୟ ଆୟକରର ଆୟ ବୃଦ୍ଧିର ପରିମାଣ ମାତ୍ର 0.8%କୁ ଖସି ଆସିଲା ଏବଂ ମୁଦ୍ରାସ୍ଫୀତି 12%କୁ ବୃଦ୍ଧି ପାଇଲା। ମୁଦ୍ରାସ୍ଫୀତି ମାନେ ମହଙ୍ଗା ବଢ଼ି ଚାଲିଲା। ଏହିପରି ଏକ ଆର୍ଥିକ ଦୁଃସ୍ଥିତିରୁ ମୁକ୍ତି ପାଇବା ପାଇଁ 1991 ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତନ ହୋଇଥିଲା, ଯାହାକୁ ଆମେ କହୁଛେ ଉଦାରୀକରଣ, ଘରୋଇକରଣ ଏବଂ ଜଗତୀକରଣ। ଏବେ ଆମେ ଫାଷ୍ଟ ଦେଖିବା ଜଗତୀକରଣ। ହେଡ଼ିଂ ଦିଅ ଜଗତୀକରଣ। ଜଗତୀକରଣ ହେଉଛି ଏପରି ଏକ ନୀତି ଯେଉଁଥିରେ ଶିଳ୍ପ କ୍ଷେତ୍ରରେ ଆମଦାନୀ ଓ ରପ୍ତାନି ପାଇଁ ପୂର୍ବରୁ ପ୍ରଚଳିତ ଥିବା ସରକାରୀ କଟକଣା, ଯେମିତିକି ଲାଇସେନ୍ସ ଫିସ୍, ଟିକସ ଟ୍ୟାକ୍ସ ଇତ୍ୟାଦି ଉଚ୍ଛେଦ ବା କୋହଳ କରାଗଲା। ଘରୋଇ ଶିଳ୍ପପତି ତଥା ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ଉତ୍ପାଦନ କ୍ଷେତ୍ରରେ ସ୍ୱାଧୀନତା ପ୍ରଦାନ, ଯେପରିକି ସେମାନେ କେଉଁ ପ୍ରକାର ପଦାର୍ଥ ଉତ୍ପାଦନ କରିବେ, କେତେ ପରିମାଣର କରିବେ ଏବଂ କେଉଁ ସ୍ଥାନରେ ତାହା ସେମାନେ ନିଜେ ସ୍ଥିର କରିବେ। ମାନେ କେଉଁଠି ଉତ୍ପାଦନ କରିବେ, କିପରି କରିବେ, କେତେ ପରିମାଣରେ କରିବେ, ସେସବୁ ଘରୋଇ କମ୍ପାନୀକୁ ସ୍ୱାଧୀନତା ଦିଆଗଲା। ବର୍ତ୍ତମାନ ଏପରି ସମୟ ଆସିଛି ଯେତେବେଳେ ଆମେ ଦେଖୁଛେ ଯେ ଯେକୌଣସି ଦ୍ରବ୍ୟ ବା ପ୍ରଯୁକ୍ତିବିଦ୍ୟା କୌଣସି ଏକ ଦେଶର ଏକଚାଟିଆ ଅଧିକାର ହୋଇ ରହିନାହିଁ। ସବୁ ଦେଶ ନିଜକୁ ପ୍ରଯୁକ୍ତି ବିଦ୍ୟାରେ ଆଗକୁ ନେବାରେ ଲାଗିଛନ୍ତି। ପୃଥିବୀର ପ୍ରତ୍ୟେକ ଭଲ ଜିନିଷ ବା ଦାମୀ ବ୍ରାଣ୍ଡର ଉତ୍ପାଦନ ପ୍ରାୟ ସମସ୍ତ ଦେଶରେ ଉପଲବ୍ଧ ହୋଇପାରୁଛି। ଏହା କାହା ଯୋଗୁଁ ହେଉଛି? ଏହା କେବଳ ଉଦାରୀକରଣ ନୀତି ଯୋଗୁଁ ସମ୍ଭବ ହୋଇପାରୁଛି। ଉଦାରୀକରଣ ନୀତି ଅନୁସାରେ ସବୁ ଦେଶ ଘରୋଇ କମ୍ପାନୀମାନଙ୍କୁ ସ୍ୱାଧୀନତା ଦେବା ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି। ଏହି ନୀତି ବିଶ୍ୱ ବାଣିଜ୍ୟ ସଂଗଠନ, ଯାହାକୁ ଆମେ ଇଂଲିଶରେ କହୁଛେ ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍ ବା WTO ପରି ପୃଥିବୀର ଏକ ପ୍ରଭାବଶାଳୀ ସଂସ୍ଥାର ସମର୍ଥନ ଲାଭ କରି ପୃଥିବୀର ବିଭିନ୍ନ ଦେଶରେ ଲାଗୁ ହୋଇପାରିଛି। 2016 ମସିହା ସୁଦ୍ଧା ପୃଥିବୀର 164 ଦେଶ ଏହାର ସଦସ୍ୟ ଅଛନ୍ତି। କାହାର? ୱାର୍ଲଡ ଟ୍ରେଡ୍ ଅର୍ଗାନାଇଜେସନ୍, ବିଶ୍ୱ ବାଣିଜ୍ୟ ସଂଗଠନର। ଏବଂ ଏହି ସଂସ୍ଥା ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ନିୟମାବଳୀ ପ୍ରବର୍ତ୍ତନ କରି ସେଗୁଡ଼ିକୁ ସୁଚାରୁ ରୂପେ ପାଳନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛି। ବାଣିଜ୍ୟ ପାଇଁ କ'ଣ କ'ଣ ସବୁ ନିୟମ ରହିବ ସେସବୁ ସେ ସ୍ଥିର କରୁଛି। ବିଶ୍ୱ ବାଣିଜ୍ୟ ସଂଗଠନ ଯେଉଁମାନେ ଏହାର ସଦସ୍ୟ ରହିବେ ତାଙ୍କ ନିୟମ ସେମାନେ ମାନି ବ୍ୟବସାୟ କରିବେ। ନେକ୍ସଟ ଆସିଲା, ଆମେ ଯେଉଁ ନେକ୍ସଟ ନୀତି ଆପଣେଇଥିଲେ ତାହା ହେଉଛି 2 ନମ୍ବର ଘରୋଇକରଣ। ଘରୋଇକରଣ ନୀତି ନୂତନ ଆର୍ଥିକ ନୀତିର ଅନ୍ୟତମ ଉଲ୍ଲେଖନୀୟ ବୈଶିଷ୍ଟ୍ୟ। ଏ ନୀତିରେ କ'ଣ ହେବ ଦେଖିବା। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ ଉଦ୍ୟୋଗ ଗୁଡ଼ିକର ବିଫଳତା ହେତୁ, ଯେଉଁ ସରକାରୀ ଉଦ୍ୟୋଗ ଦିନକୁ ଦିନ କ୍ଷତି କରିଚାଲିଲେ, ତାମାନେ ସବୁ ବିଫଳ ହେଲା, ତ ତାର ବିଫଳତା ହେତୁ
उत्पादन व्याहत हेबा सहित केतक उद्योग लाभ करिया परिवर्ते क्षति चलले केतक कम लाभ कले आउ केतक सरकारी उद्योग क्षति कर चलले तेणु क्षति चलुवा उद्योग गुड़ी को सरकार घरोई व्यक्तिविशेष बा कंपानी को बिक्री करदेबार बा घरोई कंपानी सह मिलमिशि चलैबार व्यवस्था ग्रहण करथिले माने एथिरे कौन हम जो सरकारी कंपानी गुड़िक लाभ करूनी क्षति चली से सब को घरोई कंपानी को बिक्री करी दिया बा घरोई कंपानी सहित मिलमिशि काम करने को पड़ो। एसत बहुत क्षेत्र में घरोई उद्योग गुड़ी को प्रोत्साहन दि जाई सरकारी उद्योग सहित प्रतियोगिता करने यह नीति रे प्रोत्साहित करा जाई थाए माने घरोई उद्योग गुड़ी को भी प्रोत्साहित करागला सरकारी उद्योग सहित प्रतियोगिता करने। अतएव सरकारी उद्योग गुड़िकर विफलता ही यही नीतिर प्रणयन पर दायी बोली कहुए। सरकारी उद्योग यदि ठीक रूपे काम करता भल लाभ करता तेबे ये नीतिर किसी आवश्यक नाला जेहेतु सरकारी किसी लाभ कर पारा ना सरकारी उद्योग गुड़िक से क्षति भी कला से ये नीति प्रणयन करागला घरोई कंपानी गुड़ी को प्रोत्साहन देवाई। अवश्य सरकार सब क्षेत्र में यह करना सब क्षेत्र कर सब क्षेत्र कले कौन कि घरोई कंपानी एकचाटिया व्यवस्था हो किसी क्षेत्र में सरकार एवं भी कंट्रोल अच्छे किंतु प्राय 18टी क्षेत्र लिख नोट बनब प्राय 18टी क्षेत्र में एजावत सरकारी उद्योगर एकचाटिया अधिकार व्यवस्था रही 18टी क्षेत्र में सरकार एकचाटिया व्यवस्था रही जमी रेलवे पूरा सरकार कंट्रोल चली एमती 18टी क्षेत्र में सरकार एकचाटिया व्यवस्था रही। नेक्स्ट थर्ड नीति आम प्रणयन करते जगतीकरण यह एक प्रकार बजार भित्तिक अर्थनीति यह आम कौन कहे बजार भित्तिक अर्थनीति। यह भारत में कार्यकारी हेबा परे परे देश सह समग्र विश्व सहित उत्पादन वाणिज्य और पुंजी विनियोग क्षेत्र में सामिल हो पारे। यही नीति प्रणयन करने द्वारा पूरा पृथ्वी सहित आम देशर वाणिज्य और पुंजी क्षेत्र में विनिमय घटुची आदान प्रदान घटुची। विदेशी पुंजीपति तथा बहुराष्ट्रीय कंपानी माने आम देशर कलकारखाना मानकर जेपरी पुंजी विनियोग करें ता सहित नूतन कलकारखाना स्थापन करें एवं अन्य देश में उत्पादित होता विभिन्न द्रव्य बा सेवा आम देश में जोगाई पारे से पूर्व प्रचलित थिबा विभिन्न सरकारी कटकणा को बहु मात्रा रे कोहल करा जायछि। पूर्व जो कटकणा थिला ताको आमे कोहल कर देइछे सरकार कोहल कर जहाँफल बहुराष्ट्रीय कंपानी विदेश कंपानी माने आम देश में पुंजी निवेश करें सेहीपरि आम देशर जो शिल्प उद्योगी मैंने अच्छा से अन्य देश में विभिन्न प्रकार कलकारखाना स्थापन कर पुंजी विनियोग करने सहित से सबु देश में आम देश में उत्पादित द्रव्य बा सेवा विक्रय निमंते अनुमति पाई माने आम देशर जो कंपानी मैंने चाहिए अलग देश मानक संस्था स्थापन करी आमर सेवा बा पुंजी आमर सेवा बा द्रव्य को बिक्री करें एवं अलग देश अन्य देश गुड़िकर जो कंपानी बा व्यक्ति चाहिए आम देश भी पुंजी विनियोग करें आम कलकारखाना विनियोग करें। पूर्व प्रचलित थिबा पूर्व जो विभिन्न प्रकार टैक्स थिला शुल्क हार थिला सब कम करागला जो प्रथम निवेश करने जो पैसा लगे शुल्क हार बोली कहती पर जो प्रॉफिट हुए तापर जो टैक्स लगे ताकू भी कोहल कम कर कटकणा सब कोहल कर पदक्षेप मान नहीं फल समग्र विश्व गोटे बजार परी प्रतीत हो गोटे बजार माने जी चाहिए जो चाहिए पुंजी विनियोग कर केतोटी उदाहरण दि जाइए देखिए कौन उदाहरण जपरी युक्तराष्ट्र अमेरिकार अवस्थित बहुराष्ट्रीय कंपानी विभिन्न सरंजाम तैयारी करिथाए एवं वर्तमान जगतीकरण जुगरे तार कार्यशैली निम्न मते हो पारे जमी आम यूट्यूब देखुचे यही सब अमेरिकार कंपानी गूगल सर्च करुचे सी भी गोटी कंपानी अमेरिकार कंपानी आम फेसबुक अमेरिकार कंपानी आम यूज करुचे व्हाट्सएप भी अमेरिकार कंपानी आम यूज कर से आमर भी कंपानी सब द्रव्य यूज करमती विप्रो TCS ये सब अमेरिकार सॉफ्टवेयर कंपानी मानकर काम करिथांती। वैज्ञानिक पद्धति तार विश्लेषण योजना डिजाइन केन्द्र मुख्य कार्यालय अमेरिकार थिबा गवेषणा मानक थाए
ମାତ୍ର ସେହି ଯନ୍ତ୍ରପାତିଗୁଡ଼ିକର ବିଭିନ୍ନ ଅଂଶ ଚୀନ ଦେଶରେ ତିଆରି ହୁଏ। ଯେମିତି ଆମର ଆଇଫୋନ୍ ମେନ୍ କମ୍ପାନୀ ଆମେରିକାର, ହେଲା ଅଂଶ ସବୁ ତିଆରି ହେଉଛି କେଉଁଠି? ଚୀନରେ। ଏହିସବୁ ଯନ୍ତ୍ରାଂଶ ଗୁଡ଼ିକ ଜାହାଜରେ ମେକ୍ସିକୋ ବା ପୂର୍ବ ୟୁରୋପୀୟ ଦେଶମାନଙ୍କୁ ପଠାଇ ଦିଆଯାଏ। ସେହିଠାରେ ଏଗୁଡ଼ିକୁ ଯୋଡ଼ାଯୋଡ଼ି କରି ସର୍ବଶେଷରେ ଦ୍ରବ୍ୟ ବା ଫିନିଶ୍ଡ ପ୍ରଡ଼କ୍ଟ ଶେଷ ଜିନିଷ ଆମର ତିଆରି ହୁଏ, ମୋବାଇଲ ତିଆରି ହୁଏ ବା ଯେକୌଣସି ଜିନିଷ ତିଆରି ହୁଏ ଆସିକି ଭାରତରେ କିମ୍ବା ଅଲଗା କୌଣସି ଦେଶମାନଙ୍କରେ ବିକ୍ରି କରାଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେହି କମ୍ପାନୀର ଖାଉଟି ସେବା ଭାରତରେ ବିଭିନ୍ନ ସ୍ଥାନରେ ମଧ୍ୟ ସମ୍ପାଦିତ ହୋଇଥାଏ। ଅର୍ଥାତ୍ କଞ୍ଜ୍ୟୁମର ଯେଉଁ କମ୍ପ୍ଲେନ୍ ହେଲ୍ପଲାଇନ୍ ଭାରତରେ ହୁଏ। ତ ସବୁ ଦେଶରେ ଅଲଗା ଅଲଗା କାମ କମ୍ପାନୀମାନେ କରିଥାନ୍ତି। ଏଥିରୁ ଜଣାପଡ଼େ ଯେ ବହୁରାଷ୍ଟ୍ର କମ୍ପାନୀ MNC କେବଳ ତା'ର ବିକ୍ରୟ ନିମିତ୍ତ ଉତ୍ପାଦିତ ଦ୍ରବ୍ୟକୁ ସମଗ୍ର ପୃଥିବୀରେ ଉପଲବ୍ଧ କରାଇନଥାଏ, ବରଂ ସେହି ଦ୍ରବ୍ୟକୁ ତିଆରି କରିବା ପାଇଁ ଏବଂ ସେ ସମ୍ବନ୍ଧୀୟ ସେବା ଯୋଗାଇ ଦେବା ପାଇଁ ମଧ୍ୟ ପୃଥିବୀର ବିଭିନ୍ନ ଦେଶର ସାହାଯ୍ୟ ନେଇଥାଏ। ଗୋଟେ ଦେଶରେ ଜିନିଷ ତିଆରି ହେବ, ତା ଦ୍ରବ୍ୟ ଆଉ ଗୋଟେ ଦେଶରେ ଯୋଡ଼ାଯୋଡ଼ି ହେବ, ଆସେମ୍ବଲି କରାହେବ, ଆଉ ଗୋଟେ ଦେଶରେ ଧନ୍ୟ ଭାରତରେ ସେବା ଯୋଗାଇ ଦିଆଯିବ। ସେ ରିଲେଟେଡ଼୍ କୌଣସି କମ୍ପ୍ଲେନ୍ ହେଲା ତା ସେବା ଯୋଗାଇ ଦିଆଯିବ। ଏପରି ହେବାର କାରଣ ହେଲା ବହୁରାଷ୍ଟ୍ରୀୟ କମ୍ପାନୀମାନେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟକୁ ଯେତେ କମ୍ ଖର୍ଚ୍ଚରେ ତିଆରି କରିହେବ ସେଥିରେ ତାଙ୍କର ଅଧିକ ଲାଭ ହେବ। ତ ଦେଖିବେ କେଉଁଠି ଶସ୍ତାରେ ତିଆରି କରିହେଉଛି ସେମାନେ ସେଠି ଶସ୍ତାରେ ତିଆରି କରିବେ। ଆଉ ଚୀନର ଶ୍ରମିକମାନେ ଅପେକ୍ଷାକୃତ କମ୍ ଖର୍ଚ୍ଚରେ କାମ କରିଦିଅନ୍ତି, ସେଥିପାଇଁ ଚୀନରେ ଏହି କାମରା କରାହୁଏ। ତାପରେ ସେସବୁ ବିକ୍ରୟ ନିମନ୍ତେ ମେକ୍ସିକୋ ବା ପୂର୍ବ ୟୁରୋପୀୟ ଦେଶକୁ ପଠାଇ ଦିଅନ୍ତି, ସେଠି ଆସେମ୍ବଲି କରାହୁଏ। ୟୁରୋପୀୟ ଦେଶର ବଡ଼ ବଡ଼ ବଜାର ଦେଖିବାକୁ ମିଳେ। ଭାରତରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଅତି କୁଶଳୀ ବିଶାରଦ ବା ଯନ୍ତ୍ରୀ ଅଛନ୍ତି, ଯେଉଁମାନେ ନିଜର ବୁଦ୍ଧିମତ୍ତା ଓ ଇଂରାଜୀ ଭାଷାରେ ପାରଦର୍ଶିତା ଯୋଗୁଁ କଲ୍ ସେଣ୍ଟର ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଉପଦେଶ ବା ସେବା ମଧ୍ୟ ଯୋଗାଇଥାନ୍ତି। ତ ଯେଉଁ ଜିନିଷ ରିଲେଟେଡ଼ କୌଣସି କମ୍ପ୍ଲେନ୍ ହେଲା ତାହା ଭାରତରେ ସଲ୍ଭ ହୋଇଥାଏ। କମ୍ପାନୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ବହୁମାତ୍ରାରେ ହ୍ରାସ କରିବାରେ ସକ୍ଷମ ହୋଇଥାନ୍ତି, ଯାହାଦ୍ୱାରା ସେମାନଙ୍କର ଲାଭର ପରିମାଣ ଅନେକ ମାତ୍ରାରେ ବୃଦ୍ଧି ପାଇଯାଏ। ସେ ଦେଖନ୍ତୁ ଯେଉଁଠି କମ୍ ଖର୍ଚ୍ଚ ହେବ ସେଇଠି କାମ କରିଦିଅନ୍ତି, ଯାହାଫଳରେ ତାଙ୍କର ଲାଭ ଅଧିକ ହେବ। ତୁମେମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେବ ଯେ ପୃଥିବୀରେ ଏପରି ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଛନ୍ତି ଯେଉଁମାନେ ସମୁଦାୟ ସମ୍ପତ୍ତିର ପରିମାଣ ବିକାଶଶୀଳ ଦେଶମାନଙ୍କର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଅଧିକ। ମାନେ ବିକଶିତ ଦେଶମାନଙ୍କର ଯେତିକି ବର୍ଷକୁ ଇନକମ୍ କରୁଛନ୍ତି ତାଠୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ମୂଲ୍ୟ। ଯେମିତି ଆମର ରହିଲା ଗୁଗୁଲ୍ କମ୍ପାନୀ ହୋଇଗଲା, ତା'ର ଯେତିକି ସମ୍ପତ୍ତି ଅଛି, ଆମର ଛୋଟ ଛୋଟ ଦେଶ ଯେମିତି ପାକିସ୍ତାନ ହୋଇଗଲା, ଆଫଗାନିସ୍ତାନ ହୋଇଗଲା, ଶ୍ରୀଲଙ୍କା ହେଲା, ଏ ସମସ୍ତଙ୍କର GDP ଟୋଟାଲ୍ ମୋଟ ବର୍ଷକର ଇନକମ୍ ସହିତ ବି ତାଠୁ ବି ଅଧିକ ଗୁଗୁଲ୍ କମ୍ପାନୀର। ଏତେ ଧନୀ ଧନୀ କମ୍ପାନୀମାନେ ଅଛନ୍ତି। ଏଥିରୁ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଶକ୍ତି, ପ୍ରତିପତ୍ତି ଓ ପ୍ରଭାବ ସମ୍ପର୍କରେ ତୁମେ ଅନୁମାନ କରିପାରିବ ମାନେ କେତେ ଧନୀ। ହେଲେ ଆଉ ନେକ୍ସଟ କ୍ଲାସ୍ରେ ଅଳ୍ପ କିଛି ରହିଲା, ଆମେ ଶେଷ କରିଦେବା।